ଆମ ରାଜ୍ୟ ଓଡ଼ିଶା ବିଷୟରେ ଆପଣ କେତେ ଜାଣିଛନ୍ତି? ଆପଣଙ୍କୁ ରାଜ୍ୟର ରାଜଧାନୀ ବିଷୟରେ ଯଦି ପଚରାଯାଏ, ତାହେଲେ କ'ଣ ଆପଣ ଓଡ଼ିଶାର ପୁରୁଣା ରାଜଧାନୀ ସବୁର ନାଁ ଜାଣିଛନ୍ତି? ହୁଏତ ଅନେକ ଲୋକ ଜାଣିନଥିବେ। ସମସ୍ତେ ଓଡ଼ିଶାର ପୁରୁଣା ରାଜଧାନୀ କଟକ ବୋଲି ଜାଣିଛନ୍ତି, କିନ୍ତୁ କଟକ ଆଗରୁ ବି ଓଡ଼ିଶାର ଅନେକ ପୁରୁଣା ରାଜଧାନୀ ଥିଲା, ଯାହାର ନାଁ ମୁଁ ଆଜି ଆପଣଙ୍କୁ କହିବି। ଏହି ସମୟରେ ରାଜାମାନେ ଆମ କଳିଙ୍ଗକୁ ଶାସନ କରୁଥିଲେ। ତ ଏଥିପାଇଁ ଆମକୁ ଇତିହାସ ଆଡ଼କୁ ଯିବାକୁ ପଡ଼ିବ। କେଉଁ ସ୍ଥାନକୁ ପ୍ରଥମେ ଓଡ଼ିଶାର ରାଜଧାନୀ କରାଯାଇଥିଲା, ପରେ ଲିଷ୍ଟରେ ସବୁ କେଉଁ ସ୍ଥାନର ନାଁ ଆସିଲା, ସେ ବିଷୟରେ ବି କହିବି। ଇତିହାସକୁ ଦେଖିଲେ ଓଡ଼ିଶାର ପୁରୁଣା ରାଜଧାନୀ ଥିଲା କଟକ, କିନ୍ତୁ କଟକ ଆଗରୁ କେଉଁ ସବୁ ସ୍ଥାନକୁ ରାଜଧାନୀ କରାଯାଇଥିଲା, ଏବେ ଜାଣନ୍ତୁ ଡିଟେଲରେ। କଳିଙ୍ଗ ପ୍ରାୟ ମହାଭାରତ କାଳରୁ ବର୍ଣ୍ଣିତ ହୋଇ ଆସିଛି। କଳିଙ୍ଗ ସାମ୍ରାଜ୍ୟ ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ଯାଏଁ ବିସ୍ତୃତ ଥିଲା। ଆଜି ଆମେ ସେହି ବିଷୟରେ ଜାଣିବା। ଆମେ ଜାଣିବା ଆଜି ଅଲ୍ ଓଲ୍ଡ କ୍ୟାପିଟାଲ୍ସ ଅଫ୍ ଓଡ଼ିଶା ବିଷୟରେ। ତେଣୁ ଧ୍ୟାନର ସହ ଦେଖନ୍ତୁ। ସର୍ବପ୍ରଥମେ ଥିଲା ଦନ୍ତପୁରା। ମହାଭାରତ ସମୟରେ କଳିଙ୍ଗର ରାଜଧାନୀ ଦନ୍ତପୁରାରେ ଗଠିତ ହୋଇଥିଲା, ଯାହାକି ଗଞ୍ଜାମ ଜିଲ୍ଲାରେ ଥିଲା। ବର୍ତ୍ତମାନ ତାହା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଦନ୍ତପୁରମ୍ ନାମରେ ଅବସ୍ଥିତ। 2 ନମ୍ବରରେ ଅଛି ପର୍ଥାଳିସ୍, ଯାହାକୁ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ଭାବେ ଜଣାଯାଏ। ଯେତେବେଳେ କଳିଙ୍ଗ ନନ୍ଦବଂଶୀୟ ସାମ୍ରାଜ୍ୟର ଅଧୀନରେ ଥିଲା, କଳିଙ୍ଗର ରାଜଧାନୀ ପର୍ଥାଳିସ୍ ଥିଲା। ନନ୍ଦବଂଶର ଶେଷ ରାଜା ଧନଞ୍ଜୟଙ୍କ ମୃତ୍ୟୁ ପରେ କଳିଙ୍ଗ ସ୍ୱାଧୀନ ହୋଇଯାଇଥିଲା। 3 ନମ୍ବରରେ ଅଛି ତୋଷାଳୀ, ଯାହାକୁ ଶିଶୁପାଳଗଡ଼ କୁହାଯାଏ। ସମ୍ରାଟ ଅଶୋକଙ୍କ ନେତୃତ୍ୱରେ ହୋଇଥିବା କଳିଙ୍ଗ ଯୁଦ୍ଧ ପରେ କଳିଙ୍ଗ ମୌର୍ଯ୍ୟ ସାମ୍ରାଜ୍ୟରେ ମିଶିଯାଇଥିଲା। ଏହାର ରାଜଧାନୀ ତୋଷାଳୀରେ ସ୍ଥାପିତ କରାଯାଇଥିଲା। ବର୍ତ୍ତମାନ ଏହା ଭୁବନେଶ୍ୱରରେ ଥିବା ଶିଶୁପାଳଗଡ଼କୁ ବୁଝାଏ। 4 ନମ୍ବରରେ ଅଛି ପୁରୀ। ଅଶୋକଙ୍କ ମୃତ୍ୟୁ ପରେ ଖାରବେଳ କଳିଙ୍ଗକୁ ମୌର୍ଯ୍ୟ ଶାସନରୁ ମୁକ୍ତି କରି ମହାମେଘବାହନ ସାମ୍ରାଜ୍ୟରେ ମିଶାଇ ଦେଇଥିଲେ। ଏହାର ରାଜଧାନୀ ପୁରୀରେ ଥିଲା। 5 ନମ୍ବରରେ ଅଛି କୋଙ୍ଗଦ, ଯାହାକି ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ବାଣପୁରକୁ ବୁଝାଏ। ଶୈଳଭୌମ୍ୟ ବଂଶର ରାଜୁତି କାଳରେ 570ରୁ 727 ଖ୍ରୀଷ୍ଟାବ୍ଦ ମଧ୍ୟରେ କୋଙ୍ଗଦ ଥିଲା କଳିଙ୍ଗର ରାଜଧାନୀ। 4 ନମ୍ବରରେ ଅଛି ଯଯାତି ନଗର ଓ ଗୁହଦେବ ପଟକା। 8ମ ଶତାବ୍ଦୀରୁ 10ମ ଶତାବ୍ଦୀ ମଧ୍ୟରେ କଳିଙ୍ଗକୁ କୋଶଳ କୁହାଯାଉଥିଲା। ଏହି ସମୟରେ 2ଟି ରାଜଧାନୀ ଥିଲା। ଭୌମ୍ୟକର ଓ ସୋମବଂଶୀ ରାଜା ଏହାକୁ ଶାସନ କରୁଥିଲେ। ଏମାନଙ୍କର ପୂର୍ବରେ ଥିଲା ଯଯାତି ନଗର, ଯାହାକୁ ବର୍ତ୍ତମାନ ସୋନପୁର ଜିଲ୍ଲାର ବିନିକା ସହର ବୁଝାଏ, ଏବଂ ଅନ୍ୟଟି ଥିଲା ଗୁହଦେବ ପଟକା, ଯାହାକୁ ବର୍ତ୍ତମାନର ଯାଜପୁର ଜିଲ୍ଲା ବୁଝାଯାଏ। 7 ନମ୍ବରରେ ରହିଛି କଳିଙ୍ଗ ନଗର। ଏହି ସମୟରେ ଗଙ୍ଗବଂଶୀ ରାଜା ରାଜୁତି କରୁଥିଲେ। ସେମାନେ କଳିଙ୍ଗ ନଗରକୁ ନିଜ ରାଜଧାନୀ ରଖିଥିଲେ, ଯାହାକି ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ମୁଖଲିଙ୍ଗମ୍ ନାମରେ ଜଣା। 8 ନମ୍ବରରେ ରହିଛି କଟକ। ଖ୍ରୀଷ୍ଟାବ୍ଦ 1211ରେ ଗଙ୍ଗବଂଶୀ ରାଜା ଅନନ୍ତ ବର୍ମା ଚୋଡ଼ଗଙ୍ଗ ଦେବ କଳିଙ୍ଗ ନଗରରୁ କଟକକୁ କଳିଙ୍ଗର ରାଜଧାନୀ ସ୍ଥାନାନ୍ତରିତ କରାଇଥିଲେ। ଏହାପରେ ଗଜପତି ଭଳି ଅନେକ ବଂଶ କଳିଙ୍ଗକୁ ରାଜୁତି କରୁଥିଲେ। ଭାରତ ସ୍ୱାଧୀନ ହେବା ଯାଏଁ କଟକ ହିଁ କଳିଙ୍ଗ ତଥା ଉତ୍କଳର ରାଜଧାନୀ ହୋଇ ରହିଥିଲା। ଭାରତ ସ୍ୱାଧୀନ ହେବାର 2 ବର୍ଷ ପରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା। ସେବେଠାରୁ ବର୍ତ୍ତମାନ ଯାଏଁ ଆମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ହୋଇଛି। ତ ଏହା ଥିଲା ଆମ ଓଡ଼ିଶାର ସମସ୍ତ ପୁରୁଣା ରାଜଧାନୀମାନଙ୍କର ଲିଷ୍ଟ। ଓଡ଼ିଶାକୁ ନେଇଥିବା ଆଜିର ଏହି ଇନଫର୍ମେଟିଭ୍ ଭିଡ଼ିଓ ଆପଣଙ୍କୁ କିଭଳି ଲାଗିଲା ମୋତେ ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଆଜିର ଏହି ଇନଫର୍ମେସନଟି ଆପଣଙ୍କୁ ଭଲ ଲାଗିଛି, ତେବେ ଏହାକୁ ଲାଇକ୍ କରନ୍ତୁ, ଖୁବ୍ ମାତ୍ରାରେ ସେୟାର ମଧ୍ୟ କରନ୍ତୁ। ଆମ ଓଡ଼ିଶା ସହ ଜଡ଼ିତ ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି, ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।